जय श्रीराम। ଆଜି ଆମେ ହଁ ଏକ ବହୁ ଗଭୀର ଆଧ୍ୟାତ୍ମିକ ଆଲୋଚନା ଭିତରକୁ ଯିବା। ଆମେ ଗୋସ୍ୱାମୀ ତୁଳସୀଦାସଙ୍କର ସେହି ଅମର କୃତି ଶ୍ରୀ ରାମଚରିତ ମାନସ ତା ଭିତରକୁ ଟିକେ ପଶିବା। ଆଉ ଆଜିର ଆମ ଆଲୋଚନାର ମୁଖ୍ୟ ବିଷୟ ରହିବ ଭଗବାନଙ୍କର ନାମ ଆଉ ରୂପ। ହଁ, ସେ ଦୁହିଁଙ୍କ ଭିତରେ ଥିବା ସେ ସୂକ୍ଷ୍ମ ସମ୍ପର୍କ, ସେ ରହସ୍ୟ, ତାର ମହିମା। ଆମେ ମୁଖ୍ୟତଃ ବାଲକାଣ୍ଡର ଦୋହା ସଂଖ୍ୟା 20 ମାନେ 20 ଆଉ ତାପରେ ପରେ ଥିବା 8ଟି ଚୌପାଇ ଉପରେ କଥା ହେବା। ଦେଖନ୍ତୁ, ତୁଳସୀଦାସଙ୍କ କଥା ଏତେ ଗଭୀର ନା, ଏହାକୁ ପୂରାପୂରି ବୁଝିବାକୁ ହେଲେ ଆଲୋଚନାଟାକୁ ଟିକେ ଧୈର୍ଯ୍ୟ ଧରି ଶେଷ ଯାଏ ଶୁଣିବାକୁ ପଡ଼ିବା। ଏଟା ଖାଲି ଶବ୍ଦ ନୁହେଁ, ଏହା ଭାବର କଥା। ଆଉ ହଁ, କହି ରଖୁଛି, ଯଦି ଏମିତି ଜ୍ଞାନ ଆଉ ଭକ୍ତିର କଥା ନିୟମିତ ଶୁଣିବାକୁ ଇଚ୍ଛା, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ହଉ, ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ସେଇ ଦୋହାଟିକୁ ଶୁଣିବା, ଯାହା ଆମ ଆଲୋଚନାର ମୂଳଦୁଆ। ଦୋହା ସଂଖ୍ୟା 20। ଏକ ଛତ୍ରୁ ଏକ ମୁକୁଟମଣି ସବୁ ବରଣ ନିପର, ତୁଳସୀ ରଘୁବର ନାମକେ ବରନ ବିରାଜତ ଦଉ। ହଁ, ଏଇ ଦୋହାରେ ତୁଳସୀଦାସ କ'ଣ କରୁଛନ୍ତି ନା, ରାମ ନାମର ଯେଉଁ ଅକ୍ଷର ଅଛି ତାର ସ୍ଥାନ କେଉଁଠି ସେଇଟା କହୁଛନ୍ତି। ସେ କହୁଛନ୍ତି ରଘୁବର ମାନେ ଆମ ଶ୍ରୀରାମ, ତାଙ୍କ ନାମର ଯେଉଁ ଦୁଇଟି ମୁଖ୍ୟ ଅକ୍ଷର ରା ଆଉ ମ, ସେମାନେ ସବୁ ବର୍ଣ୍ଣମାଳା ଉପରେ ମାନେ ସବୁ ଅକ୍ଷରଙ୍କ ଉପରେ ସବୁଠୁ ଶ୍ରେଷ୍ଠ ସ୍ଥାନରେ ଅଛନ୍ତି। ଆଚ୍ଛା, ଏଠି ଯେଉଁ ଏକ ଛତ୍ରୁ ଏକ ମୁକୁଟମଣି କହିଲେ, ଏଟା କେବଳ ଗୋଟେ କବିତା ଭଳି କହିଛନ୍ତି ନା ଏହାର କିଛି ଗଭୀର କଥା ଅଛି? ମାନେ ରାଜାଙ୍କ ଛତା, ମୁକୁଟର ମଣି, ଏସବୁ କାହିଁକି? ନା ନା, ଏଇଟା ଖାଲି କବିତା ପାଇଁ ନୁହେଁ, ଏହାର ବହୁତ ଗଭୀର ଅର୍ଥ ଅଛି। ଦେଖନ୍ତୁ, ରା ଅକ୍ଷର ଯୋଉଥିରେ ଆମେ ଆକାର ମାତ୍ରା ମାନେ ଆ ଦେଉଛେ, ସେଇଟା ଗୋଟେ ରାଜାଙ୍କ ଛତା ଭଳି। ଛତ୍ର କ'ଣ? ସମ୍ମାନ, ସୁରକ୍ଷା, ଆଶ୍ରୟର ଚିହ୍ନ। ଏଇଟା କହୁଛି ଯେ ରା ଅକ୍ଷର ସବୁ ଅକ୍ଷରଙ୍କୁ ନିଜ ଛାଇ ତଳେ ରଖିଛି ସମସ୍ତଙ୍କ ଉପରେ। ଆଉ ସେମିତି ମ ଅକ୍ଷରକୁ ମୁକୁଟମଣି ସହିତ ତୁଳନା କରିଛନ୍ତି। ମୁକୁଟମଣି କୋଉଠି ଥାଏ? ସବା ଉପରେ। ଶ୍ରେଷ୍ଠତାର ଚିହ୍ନ, ତେଜର ପ୍ରତୀକ। ତ ଏଇ ମାଧ୍ୟମରେ ତୁଳସୀଦାସ କହିଦେଉଛନ୍ତି ଯେ ରାମ ନାମର ଅକ୍ଷରଗୁଡ଼ାକ ସାଧାରଣ ନୁହନ୍ତି, ସେମାନେ ପୁରା ବର୍ଣ୍ଣମାଳାର ମୁକୁଟମଣି, ସବା ଉପରେ। ଏଇଠୁ ହିଁ ନାମର ମହତ୍ତ୍ୱ କଥା ଆରମ୍ଭ ହେଉଛି। ବୁଝିଲି, ମାନେ ଅକ୍ଷର ଦେଇ ହିଁ ନାମର ମହାନତାକୁ ଦେଖେଇ ଦିଆଯାଉଛି। ଆଚ୍ଛା, ଏହା ପରେ ତୁଳସୀଦାସ ନାମ ଆଉ ନିଜେ ଭଗବାନଙ୍କ ଭିତରେ କି ସମ୍ପର୍କ ଅଛି ବୋଲି କହୁଛନ୍ତି? ପ୍ରଥମ ଚୌପାଇଟା ଦେଖିବା। ସମୁଝତ ସରିସ ନାମ ଅରୁ ନାମୀ, ପ୍ରୀତି ପରସ୍ପର ପ୍ରଭୁ ଅନୁଗାମୀ। ହଁ, ଏଇ ଚୌପାଇଟା ନାମ ଆଉ ନାମୀ ମାନେ ଭଗବାନଙ୍କ ନାମ ଆଉ ନିଜେ ଭଗବାନ, ଏ ଦୁହିଁଙ୍କ ଭିତରେ ଯେଉଁ ଅଭେଦ ସମ୍ପର୍କ ସେଇଟା ବୁଝଉଛି। ତୁଳସୀଦାସ କହୁଛନ୍ତି ସମୁଝତ ମାନେ ଯଦି ଆମେ ବୁଝିବାକୁ ଚେଷ୍ଟା କରିବା, ଜ୍ଞାନ ଦୃଷ୍ଟିରୁ ଦେଖିବା, ତାହେଲେ ନାମ ଆଉ ନାମୀ ସରିସ ମାନେ ପ୍ରାୟ ସମାନ, କିଛି ଫରକ ନାହିଁ। ଆଉ କ'ଣ ନା, ସେମାନଙ୍କ ଭିତରେ ବହୁତ ଭଲ ପାଇବା ଅଛି, ପ୍ରୀତି ପରସ୍ପର। ନାମୀ ନିଜ ନାମକୁ ଭଲ ପାଆନ୍ତି ଆଉ ନାମ ସବୁବେଳେ ନାମୀଙ୍କୁ ହିଁ ଦେଖାଏ। କିନ୍ତୁ ଶେଷ ପଦଟା ପ୍ରଭୁ ଅନୁଗାମୀ, ଏଇଟା ଟିକେ ମାନେ ଯଦି ନାମୀ ନିଜେ ପ୍ରଭୁ, ତେବେ ସେ ପୁଣି କାହା ପଛରେ ଯିବେ? ଏଥିରେ କିଛି ଗୋଳମାଳିଆ ଲାଗୁନି? ହଁ, ଏଇଟା ଗୋଟେ ଗଭୀର ପଦ। ଏହାର ଅଲଗା ଅଲଗା ବ୍ୟାଖ୍ୟା ବି ଅଛି। ଗୋଟେ କଥା ହେଲା, ଏଠି ପ୍ରଭୁ ମାନେ ହେଉଛି ଭକ୍ତର ଭଲ ପାଇବା, ତାର ଭକ୍ତି। ଅର୍ଥାତ୍ ନାମ ଆଉ ନାମୀ ଦୁହେଁ ଭକ୍ତର ସେଇ ନିରୋଳା ପ୍ରେମରେ ବାନ୍ଧି ହେଇଯାନ୍ତି, ତା ପଛେ ପଛେ ଚାଲନ୍ତି। ଆଉ ଗୋଟେ ବ୍ୟାଖ୍ୟା ହେଲା, ପ୍ରଭୁ ମାନେ ସେହି ପରମ ସତ୍ୟ, ଯାହାର ପ୍ରକାଶ ହେଉଛନ୍ତି ନାମ ଆଉ ନାମୀ। ତେଣୁ ଦୁହେଁ ସେହି ମୂଳତତ୍ତ୍ୱର ହିଁ ଅନୁଗାମୀ। କିନ୍ତୁ ସବୁଠୁ ସହଜରେ ବୁଝିବାକୁ ଗଲେ, ନାମ ଆଉ ନାମୀ ଭିତରେ ଏମିତି ଗୋଟେ ଅତୁଟ ସମ୍ପର୍କ ଯେ ସେମାନେ ପରସ୍ପରର ପୂରକ, ଗୋଟିଏ ମୁଦ୍ରାର ଦୁଇପଟ ଭଳି, ଜଣେ ଆଉ ଜଣକ ବିନା ଅଧୁରା। ଆଚ୍ଛା, ମାନେ ମୂଳ କଥା ହେଲା ନାମ ଆଉ ଭଗବାନଙ୍କ ଭିତରେ ଗୋଟେ ବହୁତ ଗଭୀର ଭଲ ପାଇବାର ସମ୍ପର୍କ ଅଛି, ଯାହାକୁ ଅଲଗା କରିହେବନି। ଏହାପରେ ଦ୍ୱିତୀୟ ଚୌପାଇରେ ନାମ ସହିତ ରୂପକୁ ବି ଯୋଡ଼ାଯାଉଛି ନା? ନାମ ରୂପ ଦୁଇ ଇସ୍ ଉପାଧି, ଅକଥା ଅନାଦି ସୁସାମୁଝି ସାଧି। ହଁ, ଠିକ୍। ଏଠି କଥାଟା ଆଉ ଟିକେ ବଢ଼ିଗଲା। ନାମ ସାଙ୍ଗକୁ ରୂପ ବି ଆସିଲା। ତୁଳସୀଦାସ କହୁଛନ୍ତି ନାମ ଆଉ ରୂପ ଏ ଦୁଇଟା ହେଉଛନ୍ତି ଈଶ୍ୱରଙ୍କର ଉପାଧି। ଦେଖନ୍ତୁ, ଏ ଉପାଧି ଶବ୍ଦଟା ଏଠି ବହୁତ ଜରୁରୀ। ଏହାର ମାନେ ନୁହଁ କିଛି କମ୍ ବା ସୀମା।
ଏହାର ମାନେ ହେଲା ଗୋଟେ ପ୍ରକାରର ମାଧ୍ୟମ ବା ଆରୋପିତ ଗୁଣ ଯାହାଦ୍ୱାରା ଆମେ ସେଇ ମୂଳ ନିର୍ଗୁଣ ତତ୍ତ୍ୱକୁ ଟିକେ ବୁଝିପାରିବା। ଯେମିତି ଦେଖନ୍ତୁ, ପରମ ବ୍ରହ୍ମ ତ ପ୍ରକୃତରେ ନିରାକାର ନିର୍ଗୁଣ। ତାଙ୍କୁ ଦେଖି ହୁଏନି, କହି ହୁଏନି, କିନ୍ତୁ ଆମେ ସାଧାରଣ ଲୋକ ତାଙ୍କୁ କେମିତି ଜାଣିବା? ତ ନାମ ଆଉ ରୂପ ହେଉଛି ସେଇ ମାଧ୍ୟମ ବା ଉପାଧି, ଯାହାଦ୍ୱାରା ଆମେ ସେଇ ଅରୂପଙ୍କୁ ଗୋଟେ ରୂପ ଦେଇ, ଗୋଟେ ନାଁ ଦେଇ ଡାକିପାରୁଛେ, ପୂଜା କରିପାରୁଛେ। ଆଚ୍ଛା, ଆଉ ଏ ଉପାଧିଗୁଡ଼ାକୁ କେମିତିକା କହିଲେ? ଅକଥା, ଅନାଦି। ହଁ, ଏ ନାମ ଆଉ ରୂପ ଦୁଇଟା ଯାକ ଅକଥା, ମାନେ କହି ହବନି। ତାଙ୍କର ପୁରା ମହିମା, ତାଙ୍କର ସ୍ୱରୂପ, ତାଙ୍କ କାମ ଏସବୁକୁ ଭାଷାରେ ପୂରାପୂରି ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଆଉ ସେଗୁଡ଼ାକ ଅନାଦି ବି, ମାନେ ତାଙ୍କର ଆରମ୍ଭ ନାହିଁ। କେବେଠୁ ସୃଷ୍ଟି ଆରମ୍ଭ ହେଲାଣି ସେବେଠୁ ଈଶ୍ୱରଙ୍କର ନାମ ଆଉ ରୂପର ଧାରଣା ରହିଛି। ଏଗୁଡ଼ାକ କେହି ମଣିଷ ତିଆରି କରିନି, ଏସବୁ ଈଶ୍ୱରୀୟ ବ୍ୟବସ୍ଥା। କିନ୍ତୁ ଯଦି ଏହା ଅକଥ ମାନେ କହି ହେବନି, ତାହେଲେ ଶେଷ ପଦରେ ଯେ କହିଲେ ସୁସା ମୁଝି ସାଧି, ତାର ମାନେ କ'ଣ? ଯୋଉଟା କହି ହେବନି ତାକୁ ପୁଣି ବୁଝି ହେବ କେମିତି ବା ସାଧନା କରିହେବ କେମିତି? ଏଇଟା ଟିକେ ଉଲ୍ଟା ଲାଗୁନି କି? ନା, ଉଲ୍ଟା ନୁହେଁ। ଏଇଟା ବରଂ ଗୋଟେ ବଡ଼ ସତ କଥାକୁ କହୁଛି। ଅକଥା ମାନେ ନୁହେଁ ଯେ ସେଇଟା ବିଲକୁଲ ଜାଣିହେବନି। ଏହାର ମାନେ ହେଲା ଖାଲି ବୁଦ୍ଧିରେ, ଶବ୍ଦରେ ତାକୁ ବୁଝେଇ ହେବନି। କିନ୍ତୁ ସୁସାମୁଝି ମାନେ ଭଲ ବୁଦ୍ଧି, ଶ୍ରଦ୍ଧା, ଭକ୍ତି, ବିବେକ ଏସବୁ ଦ୍ୱାରା ତାକୁ ସାଧି ମାନେ ସାଧନା କରିହେବ, ତାର ତତ୍ତ୍ୱକୁ ହୃଦୟରେ ଅନୁଭବ କରିହେବ। ଏଟା ଖାଲି ମୁଣ୍ଡର କାମ ନୁହେଁ, ଏଟା ହୃଦୟର କାମ। ଯେମିତି ମିଠା ଲାଗିବା କଥାକୁ କହିବା କଷ୍ଟ, କିନ୍ତୁ ଜିଭରେ ଚାଖିଲେ ଜଣାପଡ଼େ, ସେମିତି ନାମ ଆଉ ରୂପର ତତ୍ତ୍ୱକୁ ଭକ୍ତି ଆଉ ଶ୍ରଦ୍ଧାରେ ହିଁ ପାଇହୁଏ। ବୁଝିଲି। ମାନେ ଈଶ୍ୱରଙ୍କ ପାଖକୁ ଯିବା ପାଇଁ ନାମ ଆଉ ରୂପ ହେଲା ଦୁଇଟା ମୁଖ୍ୟ ବାଟ, ଯାହା ଅନାଦି ଆଉ ଅକଥନୀୟ, ଆଉ ଯାହାକୁ ଖାଲି ବୁଦ୍ଧିରେ ନୁହେଁ ଭକ୍ତିରେ ହିଁ ଜାଣିହୁଏ। ଠିକ୍। ଏହାପରେ ତୃତୀୟ ଚୌପାଇ ଗୋଟେ ସମ୍ଭାବ୍ୟ ଦ୍ୱନ୍ଦ୍ୱ କଥା କହୁଛି। କୋଉ ବଡ଼ ଛୋଟ କହତ ଅପରାଧୁ, ସୁନି ଗୁଣଭ୍ରେଦ ସମୁଜି ହିଁ ସାଧୁ। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଯେତେବେଳେ ଦୁଇଟା ବଡ଼ ଜିନିଷ ନାମ ଆଉ ରୂପ କଥା ଆସେ, ସାଧାରଣ ଲୋକ ମନରେ ପ୍ରଶ୍ନ ଆସିପାରେ, ଏ ଦୁଇଟା ଭିତରୁ କିଏ ବେଶୀ ବଡ଼, ନାମ ନା ରୂପ? ତୁଳସୀଦାସ କିନ୍ତୁ ଏ ପ୍ରଶ୍ନ ପାଇଁ ଜାଗା ହିଁ ରଖୁନାହାନ୍ତି। ସିଧା କହିଦେଉଛନ୍ତି, କୋ ବଡ଼ା ଛୋଟ କହତ ଅପରାଧୁ। କିଏ ବଡ଼ କିଏ ସାନ ଏମିତି କହିବା ବା ଏମିତି ଭାବିବାଟା ହିଁ ଗୋଟେ ଅପରାଧ। ଅପରାଧ? ଏତେ ବଡ଼ ଶବ୍ଦ କାହିଁକି? ଖାଲି ଗୋଟେ ଭୁଲ ମତ ବୋଲି କହିପାରିଥାନ୍ତେ। ଏହାକୁ ଅପରାଧ କାହିଁକି କୁହାଗଲା? ଦେଖନ୍ତୁ, ଅପରାଧ କହି ତୁଳସୀଦାସ କଥାଟାର ଗମ୍ଭୀରତା ବୁଝାଉଛନ୍ତି। କାରଣ ନାମ ଆଉ ରୂପ ଦୁଇଟା ଯାକ ତ ସେଇ ଏକା ପରମ ସତ୍ୟର ହିଁ ପ୍ରକାଶ। ଈଶ୍ୱରଙ୍କ ପାଖରେ ପହଞ୍ଚିବାର ଦୁଇଟା ବାଟ। ଦୁହିଁଙ୍କର ନିଜ ନିଜର ମହତ୍ତ୍ୱ ଅଛି, ନିଜ କାମ ଅଛି, ନିଜ ସୁନ୍ଦରତା ଅଛି। ତାଙ୍କୁ ତୁଳନା କରି ଗୋଟାକୁ ବଡ଼ ଆଉ ଆରଟାକୁ ସାନ କରିବା ମାନେ ସେଇ ପରମ ସତ୍ୟକୁ ହିଁ ଛୋଟ କରିବା। ଏମିତି ଭାବନ୍ତୁ, କିଏ ଯଦି ପଚାରିବ ସୂର୍ଯ୍ୟଙ୍କର ଆଲୁଅ ବଡ଼ ନା ତାତି ବଡ଼? ଆରେ ଦୁଇଟା ଯାକ ତ ସୂର୍ଯ୍ୟଙ୍କର ନିଜ ଜିନିଷ। ସେଥିପାଇଁ ସେ ଆଗକୁ କହୁଛନ୍ତି, ସୁନି ଗୁନୁ ଭେଦ ସମୁଝିଏ ହିଁ ସାଧୁ। ସାଧୁ ଲୋକ, ଜ୍ଞାନୀ ଲୋକ କ'ଣ କରନ୍ତି? ସେମାନେ ନାମ ଆଉ ରୂପର ଗୁଣ ଆଉ ତାଙ୍କ ଭିତରେ ଥିବା ସୂକ୍ଷ୍ମ କାମର ଫରକ, ଭେଦ କଥା ଶାସ୍ତ୍ରରୁ ବା ଗୁରୁଙ୍କଠରୁ ଶୁଣନ୍ତି, ଭାବନ୍ତି ଆଉ ତାପରେ ଦୁହିଁଙ୍କର ପ୍ରକୃତ ମହତ୍ତ୍ୱକୁ ବୁଝନ୍ତି। ସେମାନେ ଏମିତି ତୁଳନା କରି ଯୁକ୍ତିତର୍କ କରନ୍ତି ନାହିଁ। ଅର୍ଥାତ୍ ପ୍ରକୃତ ଜ୍ଞାନୀ ଦୁହିଁଙ୍କୁ ସମାନ ସମ୍ମାନ ଦିଅନ୍ତି ଆଉ ଦୁହିଁଙ୍କର ଅଲଗା ଅଲଗା କାମକୁ ବୁଝନ୍ତି। ହଁ, କିନ୍ତୁ ଏହାପରେ ଯେଉଁ ଚୌପାଇଗୁଡ଼ିକ ଆସୁଛି ସେଥିରେ ତୁଳନା ନ କଲେ ବି ମୋତେ ଲାଗୁଛି ଯେମିତି ନାମର କାମ ଆଉ ପ୍ରଭାବ ଉପରେ ଟିକେ ବେଶି ଜୋର ଦିଆଯାଇଛି। ଚତୁର୍ଥ ଆଉ ପଞ୍ଚମ ଚୌପାଇକୁ ଏକାଠି ଦେଖିବା। देखिए अहिं रूप नाम आधीना, रूप ज्ञान नहीं नाम बिहीना, रूप विशेष नाम बिनु जानें, करतल गतन परही पहिचानें। ହଁ, କିଠି ସେ ତୁଳନା କରୁନାହାନ୍ତି, କିନ୍ତୁ ନାମର ଗୋଟେ ବହୁତ ବଡ଼ ଆଉ ଦରକାରୀ କାମ କଥା କହୁଛନ୍ତି। ସେଇଟା ହେଲା ରୂପକୁ ଚିହ୍ନେଇବା। ପ୍ରଥମ ଧାଡ଼ି କହୁଛି, ଦେଖିଆ ହିଁ ରୂପ ନାମ ଆଧୀନା, ମାନେ ରୂପକୁ ଦେଖିବା, ଚିହ୍ନିବା, ତା ବିଷୟରେ ଜାଣିବାଟା ନାମ ଉପରେ ନିର୍ଭର କରେ। ରୂପ ଜ୍ଞାନ ନାହିଁ ନାମ ବିହୀନା, ନାମ ନ ଜାଣିଲେ ରୂପର ପ୍ରକୃତ ଜ୍ଞାନ ହେବନି। ଏଇଟା ଟିକେ ବୁଝେଇ ଦେବେ କି? ଆମେ ତ ଆଖିରେ ରୂପ ଦେଖୁଛେ, ସେଥିପାଇଁ ନାମ କ'ଣ ଦରକାର? ଦେଖନ୍ତୁ, ଆମେ ଆଖିରେ ଗୋଟେ ଆକାର ଦେଖୁ, ଗୋଟେ ରଙ୍ଗ ଦେଖୁ,
କିନ୍ତୁ ସେ ଆକାର ବା ରୂପଟା କ'ଣ, ତାର ପରିଚୟ କ'ଣ, ତାର ଗୁଣ କ'ଣ, ଏସବୁ ଜାଣିବା ପାଇଁ ତ ନାମ ଦରକାର। ଭାବନ୍ତୁ, ଆପଣ ଗୋଟେ ଅଜଣା ଫୁଲ ଦେଖିଲେ, ରଙ୍ଗ ଦେଖିଲେ, ଆକାର ଦେଖିଲେ, କିନ୍ତୁ ଯେତେବେଳେ ଯାଏଁ ଆପଣ ତା ନାଁ ମନ୍ଦାର ବା ଗୁଲାବ ଜାଣିନାହାନ୍ତି, ସେ ଦେଖିବାଟା ଅଧୁରା। ଆପଣ ତା ବିଷୟରେ କାହାକୁ କହିପାରିବେନି, ତାର ଗୁଣ ବିଷୟରେ ଜାଣିପାରିବେନି। ନାମ ହିଁ ସେ ରୂପକୁ ଗୋଟେ ପରିଚୟ ଦିଏ, ଗୋଟେ ଅର୍ଥ ଦିଏ। ସେଇଥିପାଇଁ ପଞ୍ଚମ ଚୌପାଇରେ କେତେ ସୁନ୍ଦର ଉଦାହରଣ ଦେଲେ। ରୂପ ବିଶେଷ ନାମ ବିନୁ ଜାନେଂ। କୌଣସି ଗୋଟେ ବିଶେଷ ରୂପକୁ ଯେତେ ସୁନ୍ଦର ବା ଦାମିକା ହେଉ ପଛେ, ଯଦି ତା ନାଁ ଜଣା ନାହିଁ, କରତଲଗତ ନ ପରହିଁ ପହିଚାନେଂ, ସେଇଟା ଯଦି ଆପଣଙ୍କ ହାତ ପାପୁଲିରେ ବି ଥାଏ, ତଥାପି ଆପଣ ତାକୁ ଠିକ୍ରେ ଚିହ୍ନି ପାରିବେନି ବା ତା ମୂଲ୍ୟ ବୁଝିପାରିବେନି। ଓହୋ, ଏଇଟା ତ ବହୁତ ସତ୍ୟ କଥା, ସହଜରେ ବୁଝି ହେଉଛି। ମୁଁ ଯଦି ହାତରେ ଗୋଟେ ଅଚିହ୍ନା ଫଳ ଧରିଛି, ମୁଁ ତାକୁ ଦେଖୁଛି, ଛୁଉଁଛି, କିନ୍ତୁ ଯେପର୍ଯ୍ୟନ୍ତ ମୁଁ ତା ନାଁ ଆମ୍ବ ନା ସେଓ ଜାଣିନି, ମୋ ପାଇଁ ସେଟା ଅସ୍ପଷ୍ଟ। ନା ଜାଣିଲା ପରେ ଯାଇ ସେ ରୂପଟା ଅର୍ଥପୂର୍ଣ୍ଣ ଲାଗେ। ହଁ, ତାମାନେ ନାମ ଖାଲି ଗୋଟେ ଶବ୍ଦ ନୁହେଁ, ଏଇଟା ରୂପକୁ ଚିହ୍ନା କରାଏ, ଜାଣିବା ଯୋଗ୍ୟ କରାଏ। ଏବେ ଷଷ୍ଠ ଚୌପାଇକୁ ଆସିବା। ସୁମିରିୟ ନାମ ରୂପ ବିନୁ ଦେଖେଁ ଆୱତ ହୃଦୟ ସ୍ନେହେ ବିଶେଷେ। ଏଇ ଚୋପାଇଟା ନାମର ଆଉ ଗୋଟେ ବଡ଼ ଶକ୍ତି କଥା କହୁଛି, ଯୋଉଟାକି ରୂପକୁ ଆଖିରେ ଦେଖିବା ଉପରେ ନିର୍ଭର କରେନି। ଏଠି କୁହାଯାଇଛି ଯେ ଯଦି ଆମେ ରୂପକୁ ଆଖିରେ ନ ଦେଖିବି, ରୂପ ବିନୁ ଦେଖେ, କେବଳ ନାମକୁ ମନେ ପକେଇବା, ସୁମିରିୟ ନାମ, ତାହେଲେ ବି ହୃଦୟରେ ଆପେ ଆପେ ଗୋଟେ ବିଶେଷ ସ୍ନେହ, ପ୍ରେମ ବା ଭକ୍ତିଭାବ ଜାଗି ଉଠେ। ଆୱତ ହୃଦୟ ସ୍ନେହ ବିଶେଷେ। ଏମିତି କେମିତି ହୁଏ? ଦେଖି ନଥାଇ ଖାଲି ନାଁ ଶୁଣି ବା ମନେ ପକେଇ ହୃଦୟରେ ପ୍ରେମ ଆସିବା, ଏଇଟା ନାମର କୋଉ ଶକ୍ତି କଥା କହୁଛି? ଏଇଟା ଆଗ ଚୌପାଇଠୁ ଟିକେ ଅଲଗା ଲାଗୁନି, ଯୋଉଠି କୁହାଗଲା ରୂପ ନାମ ଉପରେ ନିର୍ଭର କରେ? ନା, ଏଇଟା ନାମର ନିଜ ଭିତରେ ଥିବା ଶକ୍ତି କଥା କହୁଛି। ନାମ ଖାଲି ରୂପକୁ ଚିହ୍ନାଏ ନାହିଁ, ନାମ ନିଜେ ବି ଗୋଟେ ଶକ୍ତିର ଉତ୍ସ। ଯେତେବେଳେ ଜଣେ ଭକ୍ତ ନିଜ ଇଷ୍ଟଦେବତାଙ୍କ ନାମ ରାମ, କୃଷ୍ଣ, ଶିବ ବା ଦୁର୍ଗା ଶ୍ରଦ୍ଧାରେ ମନେ ପକାଏ, ସେଇ ନାମ ସହିତ ଯୋଡ଼ି ହୋଇଥିବା ଭଗବାନଙ୍କର ଗୁଣ, ତାଙ୍କ ଲୀଳା, କରୁଣା, ଶକ୍ତି ସବୁ ଆପେ ଆପେ ମନକୁ ଆସେ ଆଉ ହୃଦୟକୁ ଛୁଏଁ। ଏପରିକି ସେତେବେଳେ ଯଦି ଭକ୍ତ ଭଗବାନଙ୍କର କୌଣସି ରୂପକୁ ମନରେ ଭାବୁନି, ଖାଲି ନାମ ଜପ ବା ସ୍ମରଣ କଲେ ବି ତା ହୃଦୟରେ ଭକ୍ତି, ଶାନ୍ତି, ଆନନ୍ଦ ଆଉ ପ୍ରେମ ଆସିପାରେ। ଏଇଟା ଆଗ କଥାର ଓଲଟା ନୁହେଁ, ବରଂ ନାମର ଆଉ ଗୋଟେ ଅଲଗା ମହତ୍ୱକୁ ଦେଖାଉଛି। ନାମ ରୂପକୁ ଚିହ୍ନାଏ, ଆଉ ନାମ ନିଜେ ବି ହୃଦୟରେ ଭାବ ଯୋଗେଇପାରେ। ବାସ୍ତବିକ କେତେ ସାଧକ ଭକ୍ତ ଏକଥା କୁହନ୍ତି ଯେ ଖାଲି ନାମ ଜପରେ ହିଁ ସେମାନଙ୍କୁ କେତେ ଆନନ୍ଦ, କେତେ ଶାନ୍ତି ମିଳେ। ହଁ, ଏହାପରେ ସପ୍ତମ ଚୌପାଇ ଏଇ ନାମରୂପ ସମ୍ପର୍କର ରହସ୍ୟମୟତା ବିଷୟରେ କହୁଛି। ନାମ ରୂପ ଗତି ଅକଥ କାହାନି, ସମୁଝତ ସୁଖଦ ନପରତି ବଖାନି। ହଁ, ଏଠି ତୁଳସୀଦାସ ନିଜେ ମାନୁଛନ୍ତି ଯେ ସେ ଯେତେ ବୁଝେଇଲେ ବି ନାମ ଆଉ ରୂପର ଗତି, ମାନେ ସେମାନେ କେମିତି କାମ କରନ୍ତି, ତାଙ୍କ ପ୍ରଭାବ କ'ଣ, ତାଙ୍କ ଭିତରେ ଥିବା ସୂକ୍ଷ୍ମ ସମ୍ବନ୍ଧ, ଏସବୁ ପ୍ରକୃତିରେ ଗୋଟେ ଅକଥା କାହାଣୀ ପରି। ଏମିତି ଗୋଟେ ଗଭୀର ରହସ୍ୟମୟ କାହାଣୀ ଯାହାକୁ ଶବ୍ଦରେ ବାନ୍ଧି ରଖିବା ସମ୍ଭବ ନୁହେଁ। କିନ୍ତୁ ହଁ, ଏହା ଉପରେ ଭାବିଲେ, ବୁଝିବାକୁ ଚେଷ୍ଟା କଲେ ମନକୁ ଭାରି ଭଲ ଲାଗେ, ସୁଖ ମିଳେ, ସମଝତ ସୁଖଦ। କିନ୍ତୁ ଯେତେବେଳେ ତାକୁ ପୁରା ବର୍ଣ୍ଣନା କରିବାକୁ ଯିବା ବଖାନି, ସେତେବେଳେ ଭାଷା ହାର ମାନିଯାଏ, ନପରତି। ଏହାର ଗଭୀରତା ଏତେ ବେଶୀ ଯେ କହି ହୁଏ ନାହିଁ। ମାନେ ଏଇଟା ମୁଖ୍ୟତଃ ନିଜ ଭିତରେ ଅନୁଭବ କରିବାର କଥା। ବୁଝିଲେ ଖୁସି ଲାଗେ, କିନ୍ତୁ ପୁରା କହି ହୁଏ ନାହିଁ। ହଁ, ଏ ପ୍ରକାର ସ୍ୱୀକାରୋକ୍ତି ଯେ ଏ ତତ୍ତ୍ୱ ଅସୀମ। ଏବେ ଆସନ୍ତୁ ଆମ ଆଲୋଚନାର ଶେଷ ଚୌପାଇ, ଅଷ୍ଟମ ଚୌପାଇକୁ, ଯୋଉଟା ନା ନାମର ଗୋଟେ ବହୁତ ବଡ଼ ଭୂମିକା କଥା କହୁଛି। ଅଗୁଣ ସଗୁଣ ବିଚନା, ନାମ ସୁସାକ୍ଷୀ, ଉଭୟ ପ୍ରବୋଧକ, ଚତୁର ଦୁଭାଷୀ। ବାଃ, ଏଇଟା ବାସ୍ତବିକ ଗୋଟେ ଚମତ୍କାର, ବହୁତ ଗଭୀର ଆଉ କ'ଣ କହିବା, ସିଦ୍ଧାନ୍ତ ଭଳି ଚୌପାଇ। ଏଠି ତୁଳସୀଦାସ ନାମର ସବୁଠୁ ଜରୁରୀ କାମଟାକୁ ପୁରା ସଫା କରିଦେଉଛନ୍ତି। ସେ କହୁଛନ୍ତି ଅଗୁଣ ମାନେ ନିର୍ଗୁଣ, ନିରାକାର, ଅବ୍ୟକ୍ତ ବ୍ରହ୍ମ, ଆଉ ସଗୁଣ ମାନେ ଗୁଣ ଆଉ ରୂପ ସହିତ ଥିବା ଈଶ୍ୱର, ଯେମିତି ଆମ ରାମ, କୃଷ୍ଣ। ଏ ଦୁଇ ପ୍ରକାର ସ୍ୱରୂପ ବା ଉପାସନା ପଦ୍ଧତି ଭିତରେ ବିଚ ନାମ ହେଉଛି ସୁସାକ୍ଷୀ। ସୁସାକ୍ଷୀ ମାନେ ଗୋଟେ ଭଲ ସାକ୍ଷୀ, ଗୋଟେ ବିଶ୍ୱାସୀ ମଝି ଲୋକ ବା ଯୋଡ଼ିବାବାଲା। ଆଉ ଦ୍ୱିତୀୟ ଧାଡ଼ିଟା ଉଭୟ ପ୍ରବୋଧକ, ଚତୁର ଦୁଭାଷୀ।
ଏଇଟା ଟିକେ ବିସ୍ତାରରେ କହିବେ। ଚତୁର ଦୁଭାଷୀ ମାନେ କ୍ଲେଭର ଇଣ୍ଟରପ୍ରେଟର, ଏ ଶବ୍ଦଟା ବହୁତ ବଜା ଲାଗୁଛି। ଏହାର ଅର୍ଥ ବହୁତ ଗଭୀର। ନାମ ଗୋଟେ ଚାଲାକ ଦୋଭାଷୀ ଭଳି କାମ କରେ। ଜଣେ ଦୋଭାଷୀ ଯେମିତି ଦୁଇଟା ଅଲଗା ଭାଷା ଜାଣିନଥିବା ଲୋକଙ୍କ ଭିତରେ କଥାବାର୍ତ୍ତା କରାଇ ସମ୍ପର୍କ ଯୋଡ଼େ, ସେମିତି ନାମ ମଧ୍ୟ ଭଗବାନଙ୍କର ନିର୍ଗୁଣ ଆଉ ସଗୁଣ ତତ୍ତ୍ୱ ଏ ଦୁଇଟା ଲାକକୁ ସାଧକକୁ ବୁଝାଇ ଦିଏ। ଉଭୟ ପ୍ରବୋଧକ। ଯିଏ ନିର୍ଗୁଣ ନିରାକାର ବ୍ରହ୍ମକୁ ପୂଜା କରେ, ସେ ବି ତ କୌଣସି ନା କୌଣସି ନାମ, ଯେମିତି ଓମ୍ ବା ସୋହମ୍ ସାହାଯ୍ୟରେ ହିଁ ଧ୍ୟାନ କରେ। ନାମ ହିଁ ତା ପାଇଁ ନିର୍ଗୁଣର ସଂକେତ। ଆଉ ଯେ ସଗୁଣ ସାକାରକୁ ପୂଜା କରେ, ସେ ତ ନାମ ଆଉ ରୂପକୁ ହିଁ ଧରେ। ତେଣୁ ନାମ ଏମିତି ଗୋଟେ ଶକ୍ତିଶାଳୀ ଆଉ ସମସ୍ତଙ୍କ ପାଇଁ ଦରକାରୀ ମାଧ୍ୟମ, ଯାହା ନିରାକାର ଆଉ ସାକାର ଦୁଇ ବାଟର ସାଧକଙ୍କ ପାଇଁ ସମାନ ଭାବରେ କାମ ଦିଏ। ଏଇଟା ଏ ଦୁଇଟା ଦୃଷ୍ଟିକୋଣ ଭିତରେ କିଛି ବିରୋଧ ନ ଦେଖି ବରଂ ସେମାନଙ୍କ ଭିତରେ ଗୋଟେ ପୋଲ ବାନ୍ଧିଦିଏ। ଏହା ନାମର ସମନ୍ୱୟ କରିବା ଶକ୍ତି ଆଉ ସମସ୍ତଙ୍କୁ ଗ୍ରହଣ କରିବା ଶକ୍ତିକୁ ଦେଖାଉଛି। ଆରେ ବାଃ, ଏହା ପ୍ରକୃତରେ ଏକ ଅଦ୍ଭୁତ କଥା। ନାମ ଖାଲି ଗୋଟେ ପରିଚୟ ବା ଭାବ ଯୋଗେଇବା ଜିନିଷ ନୁହେଁ। ଏଟା ଦୁଇଟା ଅଲଗା ଦିଶୁଥିବା ଆଧ୍ୟାତ୍ମିକ ରାସ୍ତା, ନିର୍ଗୁଣ ଆଉ ସଗୁଣକୁ ଯୋଡୁଥିବା ମୂଳ ସୂତା। କେତେ ଗଭୀର ଆଉ ସମସ୍ତଙ୍କୁ ମିଶେଇ ନେବା ଭଳି ଦର୍ଶନ। ତେବେ ଆଜିର ଏହି ଲମ୍ବା ଆଲୋଚନାରୁ ଆମେ ରାମଚରିତ ମାନସର ଏହି ମହତ୍ତ୍ୱପୂର୍ଣ୍ଣ ଅଂଶରୁ କିଛି ମୁଖ୍ୟ କଥା ଜାଣିଲେ। ପ୍ରଥମ କଥା ହେଲା, ଭଗବାନଙ୍କ ନାମ, ବିଶେଷ କରି ରାମ ନାମ, ସବୁ ଅକ୍ଷରଙ୍କ ଉପରେ, ଯେମିତି ଛତା ଆଉ ମୁକୁଟମଣି ଭଳି। ଦ୍ୱିତୀୟରେ, ନାମ ଆଉ ନାମୀ ମାନେ ନିଜେ ଭଗବାନ ଭିତରେ କିଛି ଫରକ ନାହିଁ, ଗଭୀର ପ୍ରେମର ସମ୍ପର୍କ ଅଛି। ହଁ, ତା ସାଙ୍ଗେ ସାଙ୍ଗେ ଆମେ ବୁଝିଲେ ଯେ ନାମ ଆଉ ରୂପ ହେଉଛି ଈଶ୍ୱରଙ୍କର ଦୁଇଟା ଅନାଦି ଆଉ ଅକଥନୀୟ ଉପାଧି ବା ମାଧ୍ୟମ, ଯାହାକୁ ଖାଲି ଭକ୍ତିରେ ହିଁ ବୁଝିହୁଏ। ଆଉ ଏମାନଙ୍କ ଭିତରେ କିଏ ବଡ଼ କିଏ ସାନ ଏମିତି ତୁଳନା କରିବା ଗୋଟେ ଅପରାଧ, କାରଣ ଦୁହିଁଙ୍କର ନିଜ ନିଜର ଦରକାରୀ କାମ ଅଛି। ଆମେ ଏଇଟା ବି ଦେଖିଲେ ଯେ ରୂପକୁ ଠିକ୍ରେ ଜାଣିବା ପାଇଁ ବା ଚିହ୍ନିବା ପାଇଁ ନାମ ନିହାତି ଦରକାର। ନାମ ବିନା ହାତ ପାଖରେ ଥିବା ଜିନିଷକୁ ବି ଚିହ୍ନି ହୁଏନି। ଆଉ ଅନ୍ୟପଟେ ନାମର ନିଜର ବି ଏମିତି ଶକ୍ତି ଅଛି ଯେ ଖାଲି ନାମ ମନେ ପକେଇଲେ, ରୂପ ନ ଦେଖିଲେ ବି ହୃଦୟରେ ଭକ୍ତି ଆଉ ପ୍ରେମ ଜାଗି ଉଠେ। ଏବଂ ସବୁଠୁ ବଡ଼ କଥା, ଆମେ ଜାଣିଲେ ଯେ ନାମ ଗୋଟେ ଚତୁର ଦୁଭାଷୀ ଭଳି। ସିଏ ଭଗବାନଙ୍କ ନିର୍ଗୁଣ ଆଉ ସଗୁଣ ଏ ଦୁଇଟା ମହାନ ତତ୍ତ୍ୱ ଭିତରେ ପୋଲ ତିଆରି କରେ ଆଉ ଦୁଇ ବାଟର ସାଧକଙ୍କ ପାଇଁ ଦରକାରୀ ହୁଏ। ଆଉ ଏ ନାମ ଆଉ ରୂପ କେମିତି କାମ କରେ, ସେଇଟା ଏତେ ଗଭୀର ଆଉ ରହସ୍ୟମୟ ଯେ ତାକୁ ବୁଝିବାକୁ ଚେଷ୍ଟା କଲେ ଭଲ ଲାଗେ, କିନ୍ତୁ ଭାଷାରେ ପୁରା କହିବେନି। ନିଶ୍ଚୟ, ଏକ ଅତ୍ୟନ୍ତ ମୂଲ୍ୟବାନ ଆଉ ମନକୁ ଛୁଇଁଲା ଭଳି ଆଲୋଚନା। ଯଦି ଏ ଆଲୋଚନା ଶ୍ରୋତାମାନଙ୍କୁ ବି ଭଲ ଲାଗିଲା, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ଅନ୍ୟ ଭକ୍ତ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ ତୁଳସୀ ଦାସଙ୍କ ଏହି ଅମୃତ ବାଣୀ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ। ସମସ୍ତଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ କୃପା ରହୁ। ଶେଷରେ ସମସ୍ତଙ୍କ ପାଇଁ ଗୋଟେ କଥା ଭାବିବାକୁ ଛାଡ଼ି ଯାଉଛି। ଯଦି ନାମ ସତରେ ନିର୍ଗୁଣ ଆଉ ସଗୁଣ ଭିତରେ ସେଇ ଚତୁର ଦୁଭାଷୀ ଭଳି କାମ କରେ, ତେବେ ଆମେ ଯଦି ସବୁବେଳେ ଶ୍ରଦ୍ଧାର ସହିତ ନାମସ୍ମରଣ କରିବା, ତାହେଲେ ଆମର ଏ ଯେଉଁ ଦୁନିଆ, ଆମ ଆଖପାଖର ସାଧାରଣ ଜିନିଷ, ଘଟଣା, ଲୋକ, ସେମାନଙ୍କ ପ୍ରତି ଆମର ଦେଖିବା କେମିତି ବଦଳିପାରେ, ଆଉ ସେହି ସବୁ ଭିତରେ ହିଁ ଯେଉଁ ଭଗବାନ ଲୁଚି ରହିଛନ୍ତି, ତାଙ୍କୁ ଅନୁଭବ କରିବାରେ ଏହା କେମିତି ସାହାଯ୍ୟ କରିପାରେ। ବାଃ, ଏଟା ବହୁତ ଗଭୀର ପ୍ରଶ୍ନ। ଏହା ଉପରେ ନିଶ୍ଚୟ ଭାବିବା କଥା। ନିଜର ବିଚାର କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖି ଜଣାଇ ପାରିବେ। ଶ୍ରୀ ରାମଚରିତ ମାନସର ଏହି ଅମୃତ ସମୁଦ୍ରରୁ ଆହୁରି ଜ୍ଞାନମୋତି ପାଇବାକୁ ଆଉ ଏହାର ପରବର୍ତ୍ତୀ ଅଂଶଗୁଡ଼ିକର ଆଲୋଚନା ଶୁଣିବାକୁ ଆମ ସହିତ ଯୋଡ଼ି ହିଁ ରହନ୍ତୁ। ଆମର ଆଗାମୀ ଆଲୋଚନାକୁ ଅପେକ୍ଷା କରନ୍ତୁ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।